ମୁଁ 25 ବର୍ଷ ବୟସ୍କ। ମୁଁ ସବୁବେଳେ ଝିଅମାନଙ୍କ ଅପେକ୍ଷା ବୟସ୍କ ମହିଳାମାନଙ୍କ ପ୍ରତି ଅଧିକ ଆଗ୍ରହୀ। ସେମାନଙ୍କର ଶାନ୍ତ ଆଚରଣ, ସୁନ୍ଦର ଶରୀର ଏବଂ ସେମାନଙ୍କର ଗଭୀର କଥାବାର୍ତ୍ତା ମୋତେ ଅନ୍ୟ ଏକ ଦୁନିଆକୁ ନେଇଯାଏ। ଯେତେବେଳେ ମୁଁ ସେମାନଙ୍କ ପାଖରେ ଥାଏ, ମୁଁ ଶାନ୍ତି ଏବଂ ଆନନ୍ଦର ଏକ ଅନନ୍ୟ ଉପଶମ ଅନୁଭବ କରେ। ମୁଁ ସ୍କୁଲ ଅଧ୍ୟୟନ ଶେଷ କରିଥିଲି ଏବଂ କଲେଜରେ ନାମ ଲେଖାଇବାକୁ ଯାଉଥିଲି। ମୁଁ ଏକ ଭଲ କଲେଜରେ ପ୍ରବେଶ କଲି, କିନ୍ତୁ ପ୍ରକୃତ ସମସ୍ୟା ଥିଲା ଯେ ମୋର କଲେଜ ସହରରେ ଥିଲା ଏବଂ ପ୍ରତିଦିନ ମୋ ଗାଁ ଘରକୁ ଯିବା ବହୁତ କଷ୍ଟକର ଥିଲା। ତେଣୁ ମୋତେ ସହରରେ ଭଡ଼ା ନେବା ପାଇଁ ଏକ କୋଠରୀ ଖୋଜିବାକୁ ପଡ଼ିଲା। ମୁଁ ଅନେକ ସ୍ଥାନ ଦେଖିଲି, କିନ୍ତୁ ଭଡ଼ା ଅତ୍ୟଧିକ ଥିଲା କିମ୍ବା ପରିବେଶ ଠିକ୍ ନଥିଲା। ତାପରେ ଗୋଟିଏ ଦିନ ମୁଁ ଏକ ଘର ପାଇଲି ଯାହା ସମ୍ପୂର୍ଣ୍ଣ ଉପଯୁକ୍ତ ଏବଂ ମୋ ବଜେଟ୍ ମଧ୍ୟରେ ଥିଲା। କିନ୍ତୁ ପ୍ରକୃତ ଆଶ୍ଚର୍ଯ୍ୟ ସେତେବେଳେ ହେଲା ଯେତେବେଳେ ମୁଁ ଘରର ମାଲିକଙ୍କୁ ଦେଖିଲି। କେହି ଜଣେ ମୋତେ କହିଥିଲେ ଯେ ଜଣେ ମାଉସୀ ଅଛନ୍ତି ଯାହାଙ୍କ ପାଖରେ 23ଟି କୋଠରୀ ଅଛି। ତାହେଲେ କ'ଣ? ମୁଁ ସିଧା ତାଙ୍କ ଘରକୁ ଯାଇ କବାଟ ବାଡ଼ାଇଲି। ସେ କବାଟ ଖୋଲିଲେ। ମୁଁ କେବଳ ତାଙ୍କୁ ଚାହିଁ ରହିଲି। ଜଣେ 50 ବର୍ଷୀୟ ମହିଳା ମୋ ସାମ୍ନାରେ ଠିଆ ହୋଇଥିଲେ। ଗୋରା ରଙ୍ଗ, ତୀକ୍ଷ୍ଣ ଆଖି, ଯେପରି ସେ ଏପର୍ଯ୍ୟନ୍ତ 30 ବର୍ଷ ବୟସରେ ଥିଲେ। ସେ ଏପରି ଜଣେ ବ୍ୟକ୍ତି ଥିଲେ ଯାହାଙ୍କ ପ୍ରତି ଯେକୌଣସି ପୁରୁଷ ଆକର୍ଷିତ ହୋଇପଡ଼ିବ। ମୋର ପୂର୍ବରୁ ଏପରି ମହିଳାମାନଙ୍କ ପ୍ରତି ଆକର୍ଷଣ ଥିଲା। ତାଙ୍କ ଶରୀରର ପ୍ରତ୍ୟେକ ଅଂଶ, ପ୍ରତ୍ୟେକ ଗତିବିଧି ମୋତେ ଆକର୍ଷିତ କରୁଥିଲା। ମୁଁ ତାଙ୍କୁ ପାଣିକୁ ଚାହିଁ ରହିବା ପରି ଚାହିଁ ରହିଲି। ତାଙ୍କର ପ୍ରତ୍ୟେକ ହାବଭାବରେ ଏକ ଅନନ୍ୟ ନିଶା ଥିଲା, ମୋତେ ଇଙ୍ଗିତ କରୁଥିଲା। ତାପରେ ସେ ମୋତେ ପଚାରିଲେ, ତୁମେ କ'ଣ ଚାହୁଁଛ? ତାଙ୍କ କଣ୍ଠରେ ଏକ ଅଦ୍ଭୁତ ସ୍ୱର ଥିଲା ଯାହା ମୋ କାନରେ ପ୍ରତିଧ୍ୱନିତ ହେଉଥିଲା। ମୁଁ ସଂକୋଚ କରି କହିଲି, ହଁ ଆଣ୍ଟି। କେହି ଜଣେ ମୋତେ କହିଥିଲେ ଯେ ତୁମର ଏକ ଖାଲି କୋଠରୀ ଅଛି। ମୁଁ ପ୍ରକୃତରେ ପାଖ କଲେଜରେ ନାମ ଲେଖାଇଛି ଏବଂ ମୁଁ ତୁମର କୋଠରୀ ଭଡ଼ା ନେବାକୁ ଚାହେଁ। ସେ ହସି ହସି କହିଲେ, ହଁ ହଁ, କୋଠରୀ ଖାଲି ଅଛି, ତୁମେ ରହିପାରିବ। ତାପରେ ସେ ମୋତେ ଭିତରକୁ ଡାକିଲେ ଏବଂ ସେ ଆଗକୁ ଚାଲିଲେ। ମୁଁ ତାଙ୍କ ପଛେ ପଛେ ଯାଉଥିଲି। ମୋର ନଜର ତାଙ୍କ ଉପରେ ସ୍ଥାପିତ ଥିଲା। ସେ ଯେପରି ଚାଲୁଥିଲେ, ତାଙ୍କ ଶରୀରର ତାଳ ଆଉ ଉତ୍ଥାନ ପତନ ସବୁକିଛି ମୋତେ ଆକର୍ଷିତ କରୁଥିଲା। ମୋ ଭିତରେ ଏକ ଅଦ୍ଭୁତ ନିଆଁ ଜଳି ଉଠିଲା। ମୋର ମନ ଚିନ୍ତାରେ ଦୌଡ଼ି ଯାଉଥିଲା। ତାଙ୍କ ଘର ଭିତରେ ଥିବା ଗନ୍ଧ ମଧ୍ୟ ଭିନ୍ନ ଥିଲା, ଏକ ଅଦ୍ଭୁତ ବାସ୍ନା ଯାହା ମୋର ଅସ୍ଥିରତାକୁ ଆହୁରି ତୀବ୍ର କରିଥିଲା। ସେ ମୋତେ କୋଠରୀଟି ଦେଖାଇଲେ ଯାହା ସଫା ଏବଂ ବାୟୁମୟ ଥିଲା, କିନ୍ତୁ ମୋର ଆଖି କୋଠରୀ ଅପେକ୍ଷା ତାଙ୍କ ଉପରେ ଅଧିକ ନିବଦ୍ଧ ଥିଲା। ତାଙ୍କର ପ୍ରତ୍ୟେକ ଗତିବିଧି, ପ୍ରତ୍ୟେକ ଇଙ୍ଗିତ ମୋତେ ତାଙ୍କ ପାଖକୁ ଟାଣି ନେଉଥିଲା। ମୁଁ ତାଙ୍କ ନିକଟତର ହେବାକୁ ଚାହୁଁଥିଲି। ତାପରେ ମୁଁ ତାଙ୍କୁ ଭଡ଼ା ପଚାରିଲି। ସେ ଯେଉଁ ଭଡ଼ା କହିଥିଲେ ତାହା ଟିକିଏ ଅଧିକ ଥିଲା, କିନ୍ତୁ ମୁଁ ଚିନ୍ତା କରିନଥିଲି। ମୁଁ ଯେକୌଣସି ମୂଲ୍ୟରେ ଏହି କୋଠରୀ ଚାହୁଁଥିଲି। ମୁଁ ତାଙ୍କୁ କହିଲି, ମୁଁ ଏହି କୋଠରୀକୁ ପସନ୍ଦ କରେ। ମୁଁ ଏହାକୁ ଭଡ଼ା ନେବାକୁ ଚାହୁଁଛି। ସେ ହସି ହସି କହିଲେ, ଠିକ୍ ଅଛି, ତୁମେ କାଲି ଆସିପାରିବ। ମୁଁ ଖୁସି ଅନୁଭବ କରି ମୁଣ୍ଡ ହଲାଇଲି। ପରଦିନ ସକାଳେ ମୁଁ ମୋର ଜିନିଷପତ୍ର ସହିତ ପ୍ରସ୍ତୁତ ଥିଲି। ମୋର କିଛି ପୋଷାକ ଏବଂ ପୁସ୍ତକ ଧାରଣ କରିଥିବା ଏକ ପୁରୁଣା ବ୍ୟାଗ୍ ଏବଂ ପୂର୍ବ ଦିନରୁ ମୋତେ କଣ୍ଟା ମାଡ଼ି ଆସୁଥିବା ଅସ୍ଥିରତା। ଆଣ୍ଟି, ତାଙ୍କ ମୁହଁ, ତାଙ୍କ ହସ ଏବଂ ତାଙ୍କ ସୌନ୍ଦର୍ଯ୍ୟ ମୋ ମନରେ ପୁନର୍ବାର ଦେଖାଯାଉଥିଲା। ଯେତେବେଳେ ମୋ ମା ମୋତେ ବିଦାୟ ଦେଉଥିଲେ, ସେ କହିଲେ, ରୋହନ, ସହରରେ ନିଜର ଯତ୍ନ ନେବୁ। ଯଦି ତୋର କୌଣସି ସମସ୍ୟା ହେବ ତେବେ ମୋତେ ଫୋନ୍ କରିବୁ। ମୁଁ ଟିକେ ମୁଣ୍ଡ ହଲାଇଲି, କିନ୍ତୁ ମୋର ମନ ଅନ୍ୟତ୍ର ଥିଲା। ସେହି ଘରେ ମୋ ହୃଦୟରେ ଏକ ଅଦ୍ଭୁତ ନିଆଁ ଜାଳିଥିବା ମହିଳାଙ୍କ ସହିତ।
ସନ୍ଧ୍ୟା ଗୋଧୂଳିରେ ମୁଁ ଆଣ୍ଟିଙ୍କ ଘରେ ପହଞ୍ଚିଲି। ରାସ୍ତା ଟିକେ ନୀରବ ଥିଲା ଏବଂ ତାଙ୍କ ଘର ବାହାରେ ଥିବା ଛୋଟ ବାରଣ୍ଡା ମୋତେ ଡାକୁଥିଲା। ମୁଁ ମୋ ବ୍ୟାଗକୁ କାନ୍ଧରେ ରଖି କବାଟ ବାଡ଼େଇଲି। କିଛି ମୁହୂର୍ତ୍ତ ପରେ କବାଟ ଖୋଲିଲା ଏବଂ ସେ ଠିଆ ହେଲେ। ଆଣ୍ଟିଙ୍କ ଶାଢ଼ୀ ଗାଢ଼ ଲାଲ ଥିଲା। ଏହାର କାନି ଧୀରେ ଧୀରେ ପବନରେ ଉଡ଼ୁଥିଲା। ତାଙ୍କ କେଶ ଟିକେ ବିକ୍ଷିପ୍ତ ଥିଲା ଏବଂ ତାଙ୍କ ମୁହଁରେ ଝାଳର ଏକ ଛୋଟ ମଣି ଚମକୁଥିଲା, ଯେପରି ସେ ରୋଷେଇ ଘରୁ ଆସିଛନ୍ତି। ଆସ ରୋହନ, ସେ କହିଲେ। ତାଙ୍କ ସ୍ୱରରେ ସେହି ସମାନ ଆହ୍ଲାଦ ଥିଲା, ଯାହା ମୋ କାନରେ ମହୁ ପରି ତରଳି ଯାଇଥିଲା। ମୋ ଭିତରେ ଝଡ଼ ଆରମ୍ଭ ହେଲା। ହଁ ଆଣ୍ଟି, ମୁଁ କହିଲି। କିଛି ସମୟ ପାଇଁ ଅଟକି ରହିଲି। ମୁଁ ତାଙ୍କ ନାମ ମନେ ମନେ ଦୋହରାଇବା ସମୟରେ ମୋର ନିଶ୍ୱାସ ଦ୍ରୁତ ହୋଇଗଲା। ସେ ହାଲୁକା ହସି କହିଲେ, ଭିତରକୁ ଆସ, ତୁମର ଜିନିଷପତ୍ର ରଖ। ବାହାରେ ନିଶ୍ଚୟ ଗରମ ହେଉଥିବ। ମୁଁ ତାଙ୍କ ପଛେ ପଛେ ଗଲି। ଘରେ ଏକ ମୃଦୁ ଚନ୍ଦନ କାଠର ବାସ୍ନା ବ୍ୟାପିଥିଲା। ମୋର ଅସ୍ଥିରତାକୁ ଆହୁରି ବଢ଼ାଇ ଦେଲା। ମୋର ଆଖି ତାଙ୍କ କାନ୍ଧ ଉପରେ, ତାଙ୍କ ଶାଢ଼ୀର ତାଳ ଉପରେ ଏବଂ ତାଙ୍କ ଚାଲିବା ଶୈଳୀ ଉପରେ ସ୍ଥିର ହୋଇଥିଲା। ଯେତେବେଳେ ସେ କୋଠରୀ ଆଡ଼କୁ ବୁଲିଲେ, ତାଙ୍କ ଶାଢ଼ୀର ପଲୁ ତାଙ୍କ କାନ୍ଧରୁ ଟିକେ ଖସିଗଲା। ମୋର ଦୃଷ୍ଟି ତା ଉପରେ ସ୍ଥିର ହୋଇଗଲା। ଶାଢ଼ୀ ତଳେ ତାଙ୍କ କଟିର ନରମ ରେଖା ଅଳ୍ପ ଦେଖାଯାଉଥିଲା। ତାହା ସଙ୍ଗେ ସଙ୍ଗେ ଟାଣି ହୋଇଗଲା। ମୁଁ ଅନ୍ୟ ପାର୍ଶ୍ୱକୁ ଚାହିଁବାକୁ ଚେଷ୍ଟା କଲି, କିନ୍ତୁ ମୋ ମୁହଁ ଗରମ ହୋଇଗଲା। ମୋ ଭିତରେ ନିଆଁ ଜଳୁଥିଲା। ଭିତରକୁ ପଶିବା ପରେ ମୁଁ ମୋର ବ୍ୟାଗ୍ ରଖିଲି। ଆଣ୍ଟି ମୋ ପାଖକୁ ଆସି କହିଲେ, ରୋହନ, ଏହି କୋଠରୀଟି ଠିକ୍ ଅଛି ତ? ଯଦି ତୁମକୁ କିଛି ଦରକାର ହୁଏ ମୋତେ ଜଣାଅ। ତାଙ୍କ କଣ୍ଠସ୍ୱରରେ ଏକ ଅଜବ ଉଷ୍ଣତା ଥିଲା, ଯାହା ମୋ ହୃଦୟକୁ ଛୁଇଁଲା। ମୁଁ କେବଳ ମୁଣ୍ଡ ହଲାଇଲି, ଯେପରି ମୋ ଜିଭ ଅଦୃଶ୍ୟ ହୋଇଗଲା। ସେ ମୋ ବ୍ୟାଗ୍ ସଜାଡ଼ିବାକୁ ଲାଗିଲେ ଏବଂ ସେ ଏହାକୁ ଉଠାଇବା ସମୟରେ ତାଙ୍କ ଆଙ୍ଗୁଠିଗୁଡ଼ିକ ମୋ ହାତକୁ ହାଲୁକା ଭାବରେ ସ୍ପର୍ଶ କଲା। ସ୍ପର୍ଶ ଏତେ ନରମ, ଏତେ ଉଷ୍ଣ ଥିଲା ଯେ ମୋ ସମଗ୍ର ଶରୀରରେ ଏକ ଥରହର ଖେଳିଗଲା। ମୁଁ ତାଙ୍କୁ ଚାହିଁଲି, କିନ୍ତୁ ସେ କେବଳ ହସୁଥିଲେ, ଯେପରି କିଛି ହୋଇନାହିଁ। ମୋ ମନରେ ଝଡ଼ ସୃଷ୍ଟି ହେଉଥିଲା। ସେହି ଛୋଟ ମୁହୂର୍ତ୍ତଟି ମୋ ପାଇଁ ଏକ ଅକଥିତ ପ୍ରତିଶ୍ରୁତି ପରି ଥିଲା। ସେହି ରାତିରେ ଆଣ୍ଟି ରାତ୍ରିଭୋଜନ ଟେବୁଲରେ ମୋ ସମ୍ମୁଖରେ ବସିଥିଲେ। ସେ ମୋ ପାଇଁ ଗରମ ଗରମ ପରଟା ତିଆରି କରିଥିଲେ। ସେ ଯେତେବେଳେ ମୋ ପ୍ଲେଟରେ ପରଟା ରଖୁଥିଲେ, ତାଙ୍କ ଆଙ୍ଗୁଠିଗୁଡ଼ିକ ମୋ ପ୍ଲେଟର କଡ଼କୁ ହାଲୁକା ଭାବରେ ସ୍ପର୍ଶ କରୁଥିଲା। ମୁଁ ତାଙ୍କ ପ୍ରତ୍ୟେକ ଗତିବିଧିକୁ ଧ୍ୟାନର ସହିତ ଦେଖୁଥିଲି। ତାଙ୍କ ହାତର କୋମଳତା, ତାଙ୍କ ଆଖିର ଚମକ ଏବଂ ତାଙ୍କ ଶାଢ଼ୀର ପଲୁ, ଯାହା ତାଙ୍କ କାନ୍ଧରୁ ବାରମ୍ବାର ଖସି ଯାଉଥିଲା। ଥରେ ତାଙ୍କ ପଲୁ ଏତେ ଖରାପ ଭାବରେ ଖସିଗଲା ଯେ ତାଙ୍କ ଅଣ୍ଟାର ଏକ ଅଂଶ ପ୍ରକାଶ ହେଲା। ମୋର ଦୃଷ୍ଟି ସେଠାରେ ରହିଗଲା ଏବଂ ମୋ ପାଇଁ ସେହି ମୁହୂର୍ତ୍ତରେ ଦୁନିଆ ଅଟକିଗଲା ପରି ମନେ ହେଉଥିଲା। ଆଣ୍ଟି ମୋ ଦୃଷ୍ଟିକୁ ଲକ୍ଷ୍ୟ କଲେ, କିନ୍ତୁ ସେ କେବଳ ଟିକିଏ ହସି ତାଙ୍କ ପଲୁକୁ ସଜାଡ଼ିଲେ। ତୁମର ରାତ୍ରିଭୋଜନ ଖାଅ ରୋହନ। ମୁଁ ସାରା ରାତି ତାଙ୍କ କଥା ଭାବି ଭାବି ପାଗଳ ହୋଇଗଲି। ଏହି ଭାବନା ମୋ ମନରେ ଝଡ଼ ସୃଷ୍ଟି କଲା। ପରଦିନ ସନ୍ଧ୍ୟାରେ ମୁଁ ମୋ ରୁମ୍ରେ ପଢ଼ୁଥିଲି, ଯେତେବେଳେ ଆଣ୍ଟି ଦ୍ୱାର ବାଡ଼ାଇଲେ। ରୋହନ, ତୁମେ ଚା ପିଇବ କି? ସେ ପଚାରିଲେ। ମୁଁ ଶୀଘ୍ର ମୋର ବହି ବନ୍ଦ କରି କହିଲି, ହଁ, ନିଶ୍ଚିତ ଭାବରେ। ସେ 2ଟି କପ୍ ଧରି ଭିତରକୁ ଆସିଲେ। ସେ ମୋତେ ଗୋଟିଏ କପ୍ ଦେବା ମାତ୍ରେ ତାଙ୍କ ଶାଢ଼ୀର ପଲୁ ପୁଣି ଟିକିଏ ଖସିଗଲା। ମୋର ଆଖି ତାଙ୍କ ଅଣ୍ଟାର ନରମ ବକ୍ର ଆଡ଼କୁ ଆକର୍ଷିତ ହେଲା। ମୁଁ ସଙ୍ଗେ ସଙ୍ଗେ ଅନ୍ୟ ପାର୍ଶ୍ୱକୁ ଚାହିଁଲି, କିନ୍ତୁ ମୋ ମୁହଁ ଗରମ ହୋଇଯାଉଥିଲା। ଆଣ୍ଟି ବୋଧହୁଏ ମୋର ନର୍ଭସ୍ ଅନୁଭବ କରିଥିଲେ। ସେ ହାଲୁକା ହସି କହିଲେ, କ'ଣ ହୋଇଛି ରୋହନ? ଚା ଥଣ୍ଡା ହୋଇଯିବ। ସେ ମୋ ସାମ୍ନାରେ ବସି କହିଲେ, ରୋହନ, କଲେଜ କେମିତି ଚାଲିଛି? ମୁଁ କହିଲି, ଠିକ୍ ଅଛି ଆଣ୍ଟି, ସବୁକିଛି ଏବେ ନୂଆ। ତାପରେ ସାହସ ସଂଗ୍ରହ କରି ମୁଁ ପଚାରିଲି, ଆଣ୍ଟି, ତୁମେ ଏଠାରେ ଏକା କିପରି ରହୁଛ? ମୋର କହିବାର ମତଲବ, ଘର ଏତେ ବଡ଼। ମୋର ବାକ୍ୟ ଅସମ୍ପୂର୍ଣ୍ଣ ଥିଲା, କିନ୍ତୁ ସେ ବୁଝିପାରିଲେ। ସେ ଟିକେ ମୁଣ୍ଡ ନୁଆଁଇ କହିଲେ, ଆକାଂକ୍ଷା ଏକ ଅଭ୍ୟାସ ହୋଇଗଲାଣି।
ରୋହନ, ମୋ ସ୍ୱାମୀ ଚାଲିଗଲେ। ଏବେ 10 ବର୍ଷ ହେଲାଣି ମୋର 2ଟି ପୁଅ ଅଛନ୍ତି, କିନ୍ତୁ ସେମାନେ ଦୁହେଁ ଅନ୍ୟ ସହରରେ କାମ କରନ୍ତି। ସେମାନେ ଏଠାକୁ କେବଳ ବେଳେ ବେଳେ ଆସନ୍ତି। ତାଙ୍କ କଥାରେ ଏକ ଅଦ୍ଭୁତ ଦୁଃଖ ଥିଲା, କିନ୍ତୁ ତାଙ୍କ ଆଖିରେ ସେହି ଚମକ ଥିଲା ଯାହା ସବୁବେଳେ ମୋତେ ଆକର୍ଷିତ କରୁଥିଲା। ମୁଁ ଧୀରେ କହିଲି, ଆଣ୍ଟି, ତୁମେ ବିରକ୍ତ ହୁଅ ନାହିଁ। ସେ ହାଲୁକା ହସି କହିଲେ, ତୁମକୁ ବିରକ୍ତ ଦୂର କରିବାର ଉପାୟ ଖୋଜିବାକୁ ପଡ଼ିବ, ଯେପରି ବଗିଚା କାମ କରିବା, ପୁସ୍ତକ ପଢ଼ିବା। ଏବଂ ଏବେ ତୁମେ ଏଠାରେ ଅଛ, ହୁଏତ ଟିକେ କମ୍ ଏକାକୀ ଅନୁଭବ ହେବ। ଏହା ମୋ ହୃଦୟକୁ ଆହୁରି ଦ୍ରୁତ କରିଦେଲା। ସେ ପ୍ରକୃତରେ ଏହା କହିବାକୁ ଚାହୁଁଥିଲେ କି ନା ଏହା କେବଳ ତାଙ୍କର ମୋ ମନକୁ ବୁଝାଇବାର ପ୍ରୟାସ ଥିଲା? ଗୋଟିଏ ଦିନ ସକାଳେ ମୁଁ ମୋ ରୁମ୍ରେ ପ୍ରସ୍ତୁତ ହେଉଥିଲି, ସେତେବେଳେ ଆଣ୍ଟିଙ୍କ କଣ୍ଠସ୍ୱର ଶୁଭିଲା, ରୋହନ, ରୋହନ, ଦୟାକରି ଏଠାକୁ ଆସ। ତାଙ୍କ କଣ୍ଠସ୍ୱରରେ ଏକ ଅଦ୍ଭୁତ ତତ୍ପରତା ଥିଲା। ମୁଁ ତୁରନ୍ତ ବାହାରକୁ ଯାଇ ଦେଖିଲି ଯେ ସେ ବାଥରୁମ୍ର ଦ୍ୱାର ପାଖରେ ଠିଆ ହୋଇଛନ୍ତି। ତାଙ୍କ ଶାଢ଼ୀ ଓଦା ଥିଲା ଏବଂ ସେ ଗୋଟିଏ ଛୋଟ କପଡ଼ା ଧରିଥିଲେ। ରୋହନ, ମୁଁ ତୈଳିଆ ନେବାକୁ ଭୁଲିଗଲି। ଦୟାକରି ମୋ ରୁମ୍ରୁ ଏକ ତୈଳି ଆଣ, ସେ କହିଲେ। ମୋ ମନରେ ଏକ ଝଡ଼ ଉଠିବାକୁ ଲାଗିଲା। ମୁଁ ମୁଣ୍ଡ ହଲାଇ ତାଙ୍କ ରୁମ୍ ଆଡ଼କୁ ଦୌଡ଼ିଲି। ମୁଁ ତାଙ୍କ ରୁମ୍ରେ ତାଙ୍କ ଆଲମାରୀ ଖୋଲି ତୈଳିଆ ଖୋଜିବାକୁ ଲାଗିଲି। ମୋ ମନରେ ବିଭିନ୍ନ ଚିନ୍ତା ଆସୁଥିଲା। ବାଥରୁମ୍ରେ ତାଙ୍କର ଓଦା ଶାଢ଼ୀ ଏବଂ ମୋ ଭିତରେ ନିଆଁକୁ ଆହୁରି ଜାଳି ଦେଉଥିବା ପରିବେଶ ସୃଷ୍ଟି ହେଲା। ମୁଁ ଏକ ନରମ ତୈଳିଆ ଉଠାଇ ବାଥରୁମ୍ ଆଡ଼କୁ ଗଲି। ଦ୍ୱାର ଟିକେ ଖୋଲା ଥିଲା ଏବଂ ମୁଁ ଧୀରେ ଧୀରେ କହିଲି, ଆଣ୍ଟି, ତୈଳିଆ। ସେ ଦ୍ୱାର ପଛରୁ ହାତ ବଢ଼ାଇଲେ। ମୁଁ ତାଙ୍କ ଆଡ଼କୁ ଟାଉଲିଆ ଦେବା ସମୟରେ ମୋର ଆଙ୍ଗୁଠି ତାଙ୍କ ଓଦା ହାତ ଉପରେ ଖସି ହୋଇଗଲା। ସ୍ପର୍ଶ ଏତେ ଉଷ୍ଣ, ଏତେ ନରମ ଥିଲା ଯେ ମୋ ସମଗ୍ର ଶରୀର ଥରି ଉଠିଲା। ମୁଁ ତାଙ୍କୁ ଚାହିଁଲି, କିନ୍ତୁ ମୁଁ କେବଳ ଦ୍ୱାର ପଛରେ ତାଙ୍କ ହାତ ଦେଖିପାରିଲି। ମୋ ହୃଦୟରେ ଏକ ଅଦ୍ଭୁତ ଅସ୍ଥିରତା ଭରିଗଲା। ଧନ୍ୟବାଦ ରୋହନ, ସେ ଧୀରେ କହିଲେ ଏବଂ ଦ୍ୱାର ବନ୍ଦ ହୋଇଗଲା। ମୁଁ ସେଠାରେ ଠିଆ ହୋଇଗଲି। ମୋର ନିଶ୍ୱାସ ଭାରି ହେଉଥିଲା ଏବଂ ସେହି ମୁହୂର୍ତ୍ତଟି ମୋ ମନରେ ବାରମ୍ବାର ଘୂରି ବୁଲୁଥିଲା। କିଛି ଦିନ ପରେ ଆଣ୍ଟି କହିଲେ, ରୋହନ, ମୋତେ କିଛି ଜିନିଷ କିଣିବା ପାଇଁ ବଜାରକୁ ଯିବାକୁ ପଡ଼ିବ। ତୁମେ ମୋ ସହିତ ଆସିବ କି? ମୁଁ ତୁରନ୍ତ ହଁ କହିଲି। ମୁଁ ମୋର ବାଇକ୍ ବାହାର କଲି ଏବଂ ମାଉସୀ ମୋ ପଛରେ ବସିଲେ। ଯେତେବେଳେ ସେ ବସିଲେ, ତାଙ୍କ ଶାଢ଼ୀର ଧାର ମୋ ଅଣ୍ଟାକୁ ହାଲୁକା ଭାବରେ ସ୍ପର୍ଶ କରୁଥିଲା। ମୁଁ ବାଇକ୍ ଷ୍ଟାର୍ଟ କଲି ଏବଂ ଆମେ ଚାଲିବା ଆରମ୍ଭ କରିବା ସମୟରେ ତାଙ୍କ ଶରୀର ମୋ ଉପରେ ଘଷି ହେଲା। ତାଙ୍କ ନିଶ୍ୱାସ ମୋ କାନ୍ଧ ପାଖରେ ଥିଲା ଏବଂ ତାଙ୍କ ଆଙ୍ଗୁଠି ଗୁଡ଼ିକ ମୋ ଅଣ୍ଟା ଉପରେ ହାଲୁକା ଭାବରେ ସ୍ଥିର ହୋଇଗଲା। ସେହି ମୁହୂର୍ତ୍ତରେ ରାସ୍ତା, ଗାଡ଼ି ଏବଂ ଦୁନିଆ ମୋ ପାଇଁ ଅଦୃଶ୍ୟ ହୋଇଗଲା। ବଜାରର ଭିଡ଼ ଥିଲା ଏବଂ ଆଣ୍ଟି ମୋ ପାଖରେ ଏତେ ନିକଟତର ହେଉଥିଲେ ଯେ ତାଙ୍କ ଶାଢ଼ୀର ପଲ୍ଲୁ ବାରମ୍ବାର ମୋ କାନ୍ଧକୁ ସ୍ପର୍ଶ କରୁଥିଲା। ଥରେ ଭିଡ଼ ମଧ୍ୟରେ ଏକ ଠେଲାପେଲା ସମୟରେ ଆଣ୍ଟିଙ୍କ ହାତ ମୋର କାନ୍ଧକୁ ଘଷିଦେଲା। ମୁଁ ତୁରନ୍ତ ତାଙ୍କୁ ସ୍ଥିର କରିବା ପାଇଁ ତାଙ୍କ ହାତକୁ ଧରିଲି। ତାଙ୍କ ଆଙ୍ଗୁଠି ଗୁଡ଼ିକ ମୋ ପାପୁଲିରେ ରହିଗଲା ଏବଂ ମୋ ପାଇଁ ସେହି ମୁହୂର୍ତ୍ତରେ ଭିଡ଼ ଅଦୃଶ୍ୟ ହୋଇଗଲା। ସାବଧାନ ରୁହ ଆଣ୍ଟି, ମୁଁ କହିଲି, କିନ୍ତୁ ମୋ ସ୍ୱରରେ ଏକ ଅଦ୍ଭୁତ ନରମ ଥିଲା। ସେ ହାଲୁକା ହସି କହିଲେ, ମୋ ସହିତ ତୁମେ ଅଛ ପରା ରୋହନ, ନୁହେଁ କି? ମୁଁ କାହିଁକି ଭୟ କରିବି? ଏହା ମୋର ହୃଦୟକୁ ଆହୁରି ଦ୍ରୁତ କରିଦେଲା। ଆଣ୍ଟି ଏକ ଦୋକାନରେ ଅଟକି ଗଲେ ଏବଂ କିଛି ସାଜସଜ୍ଜା ସାମଗ୍ରୀ ଦେଖିବାକୁ ଲାଗିଲେ। ତାଙ୍କ ଶାଢ଼ୀର ପଲ୍ଲୁ ପୁଣି ଖସିଗଲା ଏବଂ ମୋର ନଜର ତାଙ୍କ ଅଣ୍ଟାର ନରମ ରେଖା ଉପରେ ପଡ଼ିଲା। ମୁଁ ତୁରନ୍ତ ଚାହିଁଲି, କିନ୍ତୁ ଆଣ୍ଟି ବୋଧହୁଏ ମୋର ଭୟଭୀତତା ଅନୁଭବ କରିଥିଲେ। ଏଇ ଦୀପ କିପରି ଲାଗୁଛି ରୋହନ, ସେ ପଚାରିଲେ। ତାଙ୍କ ଆଖିରେ ଏକ ଦୁଷ୍ଟ ଚମକ ଥିଲା। ମୁଁ ହାଲୁକା ହସି କହିଲି, ତୁମେ ଯାହା ବାଛିବ ତାହା ସୁନ୍ଦର ହେବ। ଆଣ୍ଟି ହସି କହିଲେ, ତୁମେ ମଧ୍ୟ କିଛି ବାଛ, ଏହା ମଧ୍ୟ ତୁମର ଘର। ଏହି ମନ୍ତବ୍ୟ ମୋତେ ଏକ ନୂତନ ଉଷ୍ଣତାରେ ଭରି ଦେଇଥିଲା। ବଜାରର ସେହି ଯାତ୍ରା ମୋ ମନରେ ଏକ ନୂତନ ଝଡ଼ ସୃଷ୍ଟି କରିଥିଲା। ଆଣ୍ଟି ମୋ ପଛରେ ବାଇକ୍ ଉପରେ ବସିଥିଲେ। ତାଙ୍କ ଶରୀର ମୋ ଉପରେ ଧୀରେ ଘଷି ହେଉଥିଲା ଏବଂ ତାଙ୍କ ନିଶ୍ୱାସର ଉଷ୍ଣତା
ସବୁକିଛି ବାରମ୍ବାର ମୋ ପାଖକୁ ଆସୁଥିଲା। ଗାମୁଛା ଘଟଣା ମୋ ହୃଦୟରେ ନିଆଁକୁ ଆହୁରି ଜାଳି ଦେଇଥିଲା। ତାଙ୍କ ଓଦା ଆଙ୍ଗୁଠି ଗୁଡ଼ିକରେ ସ୍ପର୍ଶ, ଧୀରେ ଧୀରେ ଖୋଲି ଯାଉଥିବା ଦ୍ୱାର ଏବଂ ତାଙ୍କ ସ୍ୱରର ମଧୁରତା। ମୁଁ ସେହି ମୁହୂର୍ତ୍ତ ଗୁଡ଼ିକ ବିଷୟରେ ଭାବି ସାରା ରାତି ଜାଗି ରହିଥିଲି। ମୋ ପାଇଁ ଆଣ୍ଟି ଆଉ କେବଳ ଘର ମାଲିକ ନଥିଲେ, ସେ ଏକ ରହସ୍ୟ ଥିଲେ ଯାହା ପ୍ରତି ମୁହୂର୍ତ୍ତରେ ମୋ ହୃଦୟକୁ କଷ୍ଟ ଦେଉଥିଲା। ଗୋଟିଏ ସନ୍ଧ୍ୟାରେ ମୁଁ ମୋ କୋଠରୀରେ ବସିଥିଲି। ପୁସ୍ତକ ଗୁଡ଼ିକ ବିସ୍ତାରିତ ହେଉଥିଲା, କିନ୍ତୁ ମୋର ମନ ପଢ଼ାପଢ଼ିରେ ନଥିଲା। ମୋର ଆଖି ଝରକା ଆଡ଼କୁ ଚାଲି ଯାଉଥିଲା, ଯେଉଁଠାରେ ଆଣ୍ଟିଙ୍କ ଆଗମନର କ୍ଷୀଣ ଆଲୋକ ଦେଖାଯାଉଥିଲା। ଠିକ୍ ସେତିକି ବେଳେ ଆଣ୍ଟି ଦ୍ୱାର ବାଡ଼େଇଲେ। ରୋହନ, ତୁମେ କ'ଣ କରୁଛ? ତାଙ୍କ ସ୍ୱରରେ ସେହି ସମାନ ଅଭ୍ୟାସ ଥିଲା, ଯାହା ମୋ କାନରେ ମୋହ ପରି ତରଳି ଯାଇଥିଲା। ମୁଁ ସଙ୍ଗେ ସଙ୍ଗେ ମୋର ପୁସ୍ତକ ଗୁଡ଼ିକୁ ରଖି କହିଲି, ମୁଁ କେବଳ ପଢ଼ୁଛି ଆଣ୍ଟି, ଦୟାକରି ଭିତରକୁ ଆସ। ସେ ଭିତରକୁ ଆସିଲେ। ସେ 2ଟି କପ୍ ଚା ଏବଂ କିଛି ବିସ୍କୁଟ ଧାରଣ କରିଥିବା ଏକ ଛୋଟ ଟ୍ରେ ଧରି ଆସିଥିଲେ। ଆଣ୍ଟି ମୋ ସାମ୍ନାରେ ଟ୍ରେ ରଖି କହିଲେ, ରୋହନ, ତୁମେ ଏତେ ଦିନ ଧରି ପଢ଼ୁଛ, ତୁମ ମନକୁ ଟିକେ ବିଶ୍ରାମ ଦିଅ। ଏହି ଚା ପିଅ। ମୁଁ କପ୍ ଉଠାଇଲି ଏବଂ ମୁଁ ଏହାକୁ ନେବା ସମୟରେ ମୋର ଆଙ୍ଗୁଠି ଗୁଡ଼ିକ ତାଙ୍କ ହାତକୁ ହାଲୁକା ଭାବରେ ଘଷିଦେଲା। ସ୍ପର୍ଶ ଏତେ ନରମ, ଏତେ ଉଷ୍ଣ ଥିଲା ଯେ ମୋ ସମଗ୍ର ଶରୀରରେ ଏକ ଥରହର ଖେଳିଗଲା। ମୁଁ ତାଙ୍କୁ ଚାହିଁଲି, କିନ୍ତୁ ସେ କେବଳ ହସିଲେ, ଯେପରି କିଛି ହୋଇନାହିଁ। ସେ ମୋ ସାମ୍ନାରେ ବସିଗଲେ ଏବଂ ତାଙ୍କ ଶାଢ଼ୀର ପଲୁ ପୁଣି ଟିକେ ଖସିଗଲା। ମୋର ଦୃଷ୍ଟି ସେଠାରେ ରହିଲା ଏବଂ ମୋ ପାଇଁ ସେହି ମୁହୂର୍ତ୍ତରେ ଦୁନିଆ ବନ୍ଦ ହୋଇଗଲା। କ'ଣ ହୋଇଛି ରୋହନ? ଚା ଥଣ୍ଡା ହୋଇଯିବ, ସେ ଧୀରେ କହିଲେ ଏବଂ ତାଙ୍କ ଆଖିରେ ଏକ ଦୁଷ୍ଟ ଚମକ ଆସିଥିଲା। ମୁଁ ଶୀଘ୍ର କପ୍ଟିକୁ ମୋ ଓଠକୁ ଲଗାଇଲି, କିନ୍ତୁ ମୋର ନିଶ୍ୱାସ ଭାରୀ ହୋଇଗଲା। ଚା ପିଇ ମୁଁ ସାହସ ସଂଗ୍ରହ କରି ପଚାରିଲି, ଆଣ୍ଟି, ତୁମେ ଏତେ ବର୍ଷ ଧରି ଏକା ରହୁଛ, ତୁମେ କେବେ ଏପରି ଅନୁଭବ କରିଛ ଯେ ତୁମକୁ କାହାର ଆବଶ୍ୟକତା ଅଛି? ସେ କପ୍ଟିକୁ ଟେବୁଲ ଉପରେ ରଖି ଟିକେ ମୁଣ୍ଡ ନୁଆଇଲେ। ତାପରେ ଏକ ଗଭୀର ନିଶ୍ୱାସ ନେଇ ସେ କହିଲେ, ତୁମେ ଜାଣିଛ ରୋହନ, ନାରୀର କିଛି ଆବଶ୍ୟକତା ଅଛି। ଆବଶ୍ୟକତା କେବଳ ଜଣେ ପୁରୁଷ ପୂରଣ କରିପାରିବ। ହଁ, ତାଙ୍କ କଥା ମୋ ମନରେ ଏକ ଝଡ଼ ସୃଷ୍ଟି କଲା। ମୁଁ ତାଙ୍କୁ ଚାହିଁଲି ଏବଂ ତାଙ୍କ ଆଖି ମୋ ଆଖିରେ ମିଶିଗଲା। କିଛି ସମୟ ପାଇଁ ମୋତେ ଲାଗିଲା ଯେପରି ସେ ମୋ ଚିନ୍ତାଧାରା ପଢ଼ୁଛନ୍ତି। ମୋ ମୁଣ୍ଡରେ ଏହି ଚିନ୍ତାଧାରା କ'ଣ ଥିଲା? ଆଣ୍ଟି ମୋ ପ୍ରେମରେ ପଡ଼ିଛନ୍ତି କି? ସେ ମୋତେ କିଛି କହିବାକୁ ଚେଷ୍ଟା କରୁଛନ୍ତି କି? ମୋର ହୃଦୟ ଦ୍ରୁତ ଗତିରେ ଗତି କଲା ଏବଂ ମୋର ନିଶ୍ୱାସ ଅଟକିଗଲା। ମୁଁ କିଛି କହିବାକୁ ଚେଷ୍ଟା କଲି, କିନ୍ତୁ ମୋ ଜିଭ ବନ୍ଦ ହୋଇଗଲା। ସେ ହାଲୁକା ହସି କହିଲେ, ଓଃ, ଏତେ ଚିନ୍ତିତ ହେବାର କ'ଣ ଅଛି ରୋହନ? ମୁଁ କେବଳ ତୁମକୁ କହୁଥିଲି ମୋ ମନରେ କ'ଣ ଅଛି। ତୁମ ପରି ଜଣେ ଛୋଟ ପୁଅ ଏସବୁ ବୁଝିପାରିବ ନାହିଁ, କିନ୍ତୁ ଜୀବନରେ ଏକ ନିର୍ଦ୍ଦିଷ୍ଟ ଶୂନ୍ୟତା ଅଛି ଯାହା ଭାରି କଷ୍ଟଦାୟକ। ତାଙ୍କ କଥା ମୋତେ ଆହୁରି ଅସ୍ୱସ୍ତିରେ ଭରିଦେଲା। ମୁଁ ଭାବିଲି ଯେ ସେ ପ୍ରକୃତରେ ମୋ ପ୍ରେମରେ ଅଛନ୍ତି କି ନା ଏହା କେବଳ ତାଙ୍କର ଦୁଃଖ। ମୋର ଆଖି ତାଙ୍କ ଉପରେ ସ୍ଥିର ଥିଲା। ତାଙ୍କ ମୁହଁର କୋମଳ ହସ, ତାଙ୍କ ଶାଢ଼ୀର ପଲୁ ଏବେ ବି ଟିକେ ବଦଳି ଯାଉଥିଲା। ତାଙ୍କ ଆଖିରେ ଚମକ ମୋ ଭିତରେ ନିଆଁକୁ ଜାଳି ଦେଉଥିଲା। ସେ ଠିଆ ହୋଇ କହିଲେ, ରୋହନ, ତୁମେ ବି ପଢ଼, ମୁଁ ରୋଷେଇ ଘରର କିଛି କାମ ସାରିବି। ସେ ଯିବା ସମୟରେ ତାଙ୍କ ଶାଢ଼ୀର ଧାର ମୋ କାନ୍ଧକୁ ହାଲୁକା ଭାବରେ ଛୁଇଁ ଯାଉଥିଲା। ମୁଁ ଥଣ୍ଡା ହୋଇଯାଉଥିଲି। ମୋର ନିଶ୍ୱାସ ଭାରୀ ହେଉଥିଲା ଏବଂ ସେହି ମୁହୂର୍ତ୍ତଟି ମୋ ମନରେ ବାରମ୍ବାର ଖେଳୁଥିଲା। ଆଣ୍ଟିଙ୍କ ଆବଶ୍ୟକତା ଏବଂ ତାଙ୍କ ଏକାକିତା ବିଷୟରେ କଥାଗୁଡ଼ିକ ମୋ ମନରେ ପ୍ରତିଧ୍ୱନିତ ହେଉଥିଲା। ମୁଁ ଭାବିବାକୁ ଲାଗିଲି ଯେ ଆଣ୍ଟି ଅନ୍ୟ କିଛି ସଂକେତ ଦେଉଛନ୍ତି କି? ମୋ ପାଇଁ ସେହି ମୁହୂର୍ତ୍ତଟି ସବୁଠାରୁ କମ୍ ନଥିଲା। ପରଦିନ ସକାଳେ ମୁଁ କଲେଜ ପାଇଁ ପ୍ରସ୍ତୁତ ହେଉଥିଲି, ଯେତେବେଳେ ଆଣ୍ଟି ଡାକିଲେ, ରୋହନ, ଦୟାକରି ରୋଷେଇ ଘରକୁ ଆସ, ତୁମର କିଛି ସାହାଯ୍ୟ ଦରକାର। ମୁଁ ସଙ୍ଗେ ସଙ୍ଗେ ତାଙ୍କ ପାଖକୁ ଗଲି। ରୋଷେଇ ଘର ଛୋଟ ଥିଲା ଏବଂ ସେ ଏକ ଉଚ୍ଚ ଆଲମାରିରୁ ଏକ ମସଲା ବାକ୍ସ ନେବାକୁ ଚେଷ୍ଟା କରୁଥିଲେ। ତାଙ୍କ ଶାଢ଼ୀର ପଲୁ ଟିକେ ଖସି ଯାଉଥିଲା ଏବଂ ମୋର ଆଖି ତାଙ୍କ ଅଣ୍ଟାର ନରମ ବକ୍ର ଆଡ଼କୁ ଟାଣି ହୋଇଗଲା। ରୋହନ, ଏହି ବାକ୍ସ ବାହାର କର, ସେ କହିଲେ। ମୁଁ ପାଖକୁ ଗଲି ଏବଂ ଯେତେବେଳେ ମୁଁ ବାକ୍ସ ନେବାକୁ ହାତ ବଢ଼ାଇଲି, ମୋ କାନ୍ଧ ହାଲୁକା ଭାବରେ ତାଙ୍କ କାନ୍ଧ ଉପରେ ପଡ଼ିଲା। ତାଙ୍କର ନିଶ୍ୱାସ ମୋ ମୁହଁ ପାଖରେ ଏତେ ନିକଟତର ଥିଲା ଯେ
ମୋର ହୃଦୟ ଦ୍ରୁତ ଗତିରେ ଗତି କଲା। ମୁଁ ବାକ୍ସ ବାହାର କରି ତାଙ୍କୁ ପ୍ରଦାନ କଲି। ସେ ଏହାକୁ ନେବା ମାତ୍ରେ ତାଙ୍କ ଆଙ୍ଗୁଠି ମୋ ଆଙ୍ଗୁଠିରେ ଲାଗିଲା। ସ୍ପର୍ଶ ଏତେ ଉଷ୍ଣ ଏବଂ କୋମଳ ଥିଲା ଯେ ମୋ ସମଗ୍ର ଶରୀରରେ ଏକ ଥରହର ଖେଳିଗଲା। ଧନ୍ୟବାଦ ରୋହନ, ସେ ଧୀରେ କହିଲେ। ତାଙ୍କ ଆଖିରେ ଏକ ଅଦ୍ଭୁତ ଚମକ ଥିଲା। ମୁଁ ସାମାନ୍ୟ ମୁଣ୍ଡ ହଲାଇଲି, କିନ୍ତୁ ମୋର ଆଖି ତାଙ୍କ ଉପରେ ସ୍ଥିର ହୋଇଗଲା। ତାଙ୍କ ମୁହଁରେ ଝାଳର ଛୋଟ ଡୋଳା, ତାଙ୍କ ଶାଢ଼ୀର ପଲୁ ଏବେ ବି ଟିକେ ବଦଳି ଯାଉଥିଲା ଏବଂ ତାଙ୍କ ନିଶ୍ୱାସର ଉଷ୍ଣତା ମୋତେ ତାଙ୍କ ଆଡ଼କୁ ଟାଣି ନେଇଥିଲା। ଆଣ୍ଟି, ତୁମେ ବହୁତ ଭଲ ରାନ୍ଧୁଛ। ମୁଁ କିଛି କହିବାକୁ ଚେଷ୍ଟା କଲି, କିନ୍ତୁ ମୋର ସ୍ୱର ଅଦ୍ଭୁତ ଭାବରେ କର୍କଶ ଥିଲା। ସେ ହସି କହିଲେ, ତୁମକୁ କେବେ କେବେ ରାନ୍ଧିବାକୁ ପଡ଼ିବ ରୋହନ। ତାଙ୍କ କଥା ପରିବେଶକୁ ହାଲୁକା କଲା, କିନ୍ତୁ ସେହି ମୁହୂର୍ତ୍ତଟି ମୋ ପାଖକୁ ବାରମ୍ବାର ଆସୁଥିଲା। ଆଣ୍ଟିଙ୍କ ଆବଶ୍ୟକତା, ତାଙ୍କ ଏକାକିତା ବିଷୟରେ କଥାଗୁଡ଼ିକ ମୋ ମନରେ ପ୍ରତିଧ୍ୱନିତ ହେଉଥିଲା। ମୁଁ ଭାବିବାକୁ ଲାଗିଲି ଯେ ହୁଏତ ଆଣ୍ଟି ଅନ୍ୟ କିଛି ଇଙ୍ଗିତ କରୁଥିଲେ। ଆଜି ପାଇଁ ଏତିକି। କାହାଣୀର ବାକି ଅଂଶ ଆଗାମୀ ଭିଡ଼ିଓରେ କହିବି। ବନ୍ଧୁଗଣ, ମୁଁ ଆଶା କରୁଛି ଆପଣ ଆମର କାହାଣୀକୁ ଉପଭୋଗ କରିଥିବେ। ଯଦି ଆପଣଙ୍କୁ ଏହା ପସନ୍ଦ ଆସିଛି, ଦୟାକରି ଭିଡ଼ିଓକୁ ଲାଇକ୍ କରନ୍ତୁ। ଯଦି ଆପଣ ଚ୍ୟାନେଲରେ ନୂଆ, ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ହଁ, ପରବର୍ତ୍ତୀ ଅପଡ଼େଟ୍ ପାଇବା ପାଇଁ ନୋଟିଫିକେସନ୍ ଘଣ୍ଟିକୁ ଦବାନ୍ତୁ। ଧନ୍ୟବାଦ।